ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ଯାଉଛୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଯିଏକି ଯାତ୍ରା କମେଡିଆନ କିଙ୍ଗ କହିଲେ ଅତ୍ୟୁକ୍ତ ହେବ ନାହିଁ, ଆମ ଏରିଆରେ ଅଛନ୍ତି। ତାଙ୍କ ପାଖକୁ ଆମେ ବର୍ତ୍ତମାନ ସୌରଭର ମୋର ଆସିଛୁ। ଯାଉଛୁ। ଆମେ ଶୁଣିଲୁ ଯେ ଆମ ଏ ଏରିଆରେ ସେ ରହୁଛନ୍ତି, ତ ଆମେ ଆସୁଛୁ ଦି ଭାଇ ଦେଖା କରିବା ପାଇଁ। ଆଉ ସେ ତ ଯାତ୍ରା କୋଉ ଦିନଠୁ ଛାଡ଼ି ସାରିଲେଣି। ଆପଣମାନଙ୍କୁ ବି ଦେଖେଇବୁ, ଆପଣମାନେ ଆମ ସହିତ ଜଡ଼ିତ ରୁହନ୍ତୁ। ଆମେ ଯାଇକି ଆପଣଙ୍କୁ ଦେଖାଉଛୁ ସେ ମଣିଭଦ୍ର ବିଷୟଙ୍କୁ। ସାର୍ ନମସ୍କାର। କେମିତି ଅଛନ୍ତି ଆପଣ? ଖୁବ୍ ଭଲ। ଭଲ ଅଛନ୍ତି? ହଁ, ଆଉ ମୁଁ ଜାଣିବାକୁ ଚାହିଁବି ଆପଣଙ୍କର ଫାଷ୍ଟ ଯାତ୍ରା ପଡ଼ିଥିଲା? ଯାତ୍ରାପାଟି ପ୍ରଥମ ହେଉଛି 1971 ମସିହା ନଳାଙ୍ଗ ଜଗନ୍ନାଥ ଅପେରା। ଆଜ୍ଞା। ଲାଷ୍ଟ ଲାଷ୍ଟ ହେଉଛି ବିଶ୍ୱ ଦରବାର ବାଲେଶ୍ୱର। ଏବେ ଛାଡ଼ିଲେ କେବେ ଆପଣ? ଛାଡ଼ିଲି 2018 ଜୁନ। ଛାଡ଼ିବାର କାରଣ ମାନେ କ'ଣ? ଏ ଯୋଉ ଆଉ ଛାଡ଼ିଲି ଅଲେଖ ଦୀକ୍ଷା ନେବା। ଆଜ୍ଞା ଆଜ୍ଞା ଇଏ ଧର୍ମରେ ଦୀକ୍ଷିତ ହେଲେ ନାଚ ପାଟିରେ ରହିହେବନି। ଆଜ୍ଞା। କାରଣ ନିର୍ଦ୍ଧାର୍ଯ୍ୟ ଟାଇମ ୟାର ରହୁଛି ଭୋରୁ ଆଉ ସନ୍ଧ୍ୟା ପ୍ରାୟ ସୂର୍ଯ୍ୟ ଅସ୍ତ ପୂର୍ବ। ଏ ଦି ଟାଇମ ସବୁବେଳେ ନାଚ ପାଟିରେ ମିଳିବନି ଶରଣ ନବାଟା। ଆଜ୍ଞା। ତେଣୁ ବାଧ୍ୟ ହେଇ ଛାଡ଼ିଲି। ଛାଡ଼ିକି ସେ ମୋର ଦୀକ୍ଷିତ ହେଇ ଭଲ ଅଛି। ଏବେ ଆପଣ ଅଛନ୍ତି କୋଉଠି? ମୁଁ ଅଛି ବଡ଼ କପଟ ହେଇଗଲି। ଆଜ୍ଞା। ଭଲରେ ଅଛନ୍ତି? ଖୁବ୍ ଭଲରେ। ଆଜ୍ଞା ଜାଣିପାରୁଛୁ ଆମେ। ଆପଣଙ୍କର ଯୋଉ ଯେତେ ନାଟକ କରିଛନ୍ତି, ନାଟକର ନିଜର, ତ ନିଜର ସିନ୍ କେବେ ଦେଖନ୍ତି ମୋବାଇଲରେ? ଦେଖେ, କେମିତି ଲାଗେ? ଖୁବ୍ ମନ ଦେଇ ଦେଖେ, ବଢ଼ିଆ ଲାଗେ। ହଁ। ତ କୋଉ ସିନ୍ ଟା ଆପଣଙ୍କର ସବୁଠୁ ଭଲ ଲାଗେ? ମୋବାଇଲରେ ସବୁବେଳେ ବାରମ୍ବାର ଦେଖନ୍ତି ସେଇ ଜିନିଷଟାକୁ? ମୁଁ ଦେଖେ ମୋବାଇଲ, ଆଜ୍ଞା ଯେ ମୋର ଥିବ ଯୋଉଟା ସେଇଟା ଦେଖିବି, ୟାର କିଛି ମାନେ ନାହିଁ। ଆଜ୍ଞା ଯେକୌଣସି ନାଟକ ଟାଇମ ପାସ୍, ଟାଇମ ପାସ୍ ପାଇଁ ନାଟକ ମୁଁ ଦେଖେ। ତା ଭିତରେ ମୋ ନାଟକ ବି ଆସେ। ଗୋଟେ ଡାଇଲଗ କହିପାରିବେ? ଡାଇଲଗ କିଛି ମନ ନାହିଁ। କିଛି ନାହିଁ? କାଲି ଗୋଟେ ନାଟକ ଦେଖୁଥିଲି, ଆଜ୍ଞା ସେଟା କି ନାଟକ ମୋର ମନ ନାହିଁ। ବୋହୂକୁ ପଚାରିଲେ ସେ କହିଦବ। ଆଜ୍ଞା ସେଇ ନାଟକଟା ପୁଣି ଦେଖିବି, ଆଜ୍ଞା କାରଣ ସେଇ ନାଟକରେ ଯୋଉ ଡାଇଲଗ ଅଛି କେତେଟା ମୋ ମୁହଁରେ, ଆଜ୍ଞା। ସେଟା ମତେ ଭାରି ପ୍ରାଣ ଛୁଆଁ ହେଲା। ସେ ଡାଇଲଗ ଟିକେ ଆମେ ଜାଣିପାରିବା? କି ମୁଠେ ତ ମୋର ମନ ନାହିଁ। ଆଚ୍ଛା, ମନେ ନାହିଁ। ମୁଁ ସେଇଥିପାଇଁ ତ ବୋହୂକୁ କହିଛି, ମା ଆଉ ଥରେ ଲଗେଇଦବୁ, ଏଇ ଡାଇଲଗ ଗୁଡାକ ମୁଁ ଟିକେ ମନ ଦେଇ ଶୁଣିବି। କେତେଟା ଡାଇଲଗ, 3-4ଟା ଡାଇଲଗ ଅଛି ତା ଭିତରେ, ଆଜ୍ଞା ତାକୁ ମନ ଦେଇ ଶୁଣିବି। ସେଇଟା କ'ଣ ଥଟ୍ଟା କ'ଣ ସେ କହୁଛି, ଆଉ କୋଉଥିପାଇଁ କହୁଛି, ସେଇଟା ନିହାତି ଜାଣିବାର ମୋର ଅଛି। ମୁଁ ଆଜି ପୁଣି କହିବି ବୋହୂକୁ ସେଇ ନାଟକଟା ଲଗେଇବା। ଆପଣ ତଥାପି କେତେ ନାଟକ କରିଛନ୍ତି? କେତେ ନାଟକ କରିଛନ୍ତି ଆପଣ? ମୁଁ ପ୍ରାୟ 300-400 ଖଣ୍ଡ ନାଟକ ହବ। ଆଗରୁ 10 ଖଣ୍ଡ ନାଟକ ଥିଲା। ଆଜ୍ଞା କାଳକ୍ରମେ କମି 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 ଆସି 4 ଖଣ୍ଡରେ ପହଞ୍ଚିଲା। ଆପଣଙ୍କର ଫେଭରାଇଟ? ଫେଭରାଇଟ ନାଟକ ବାଜୁନି ମୁରଲି, ନାଚୁଛି ରାଧା, ଜନତା ଗଣନାଟ୍ୟ। ଏଇଟା ତ ନାଟକ ରହିଲା। ମୋର ସବୁଠୁ ପସନ୍ଦ ହଉଥିବା କଳାକାର? କଳାକାର, ଆଜ୍ଞା କଳାକାର ଯିଏ ମୋ ଲାଇକିଂ କଳାକାର, ମୋ ସାତ ସାନ ଯାହା ଚାଲିଗଲା। ଆମ କମେଡି ଆର୍ଟିଷ୍ଟ ଯିଏ ପୁରୀ ଜିଲ୍ଲା ଯାହା ଘର, ଯେ କୋଣାର୍କର ଥିଲା, ନା କ'ଣ, ଜଣେ ମୋ ଲାଇକିଂ ଆଜ୍ଞା ମାନେ ଅଭିନୟ ବାବଦରେ ମାଲୁମ ଅଛି କି? ଆଉ ରବି ଶତପଥୀ। ଆଜ୍ଞା ଆଜ୍ଞା ଅବଶ୍ୟ ସେ ତ ଚାଲିଗଲେଣି। ମତେ ସେ କପି କରୁଥିଲା ଫାଷ୍ଟରୁ। ନା ନା, ସେ ମରିଗଲେ, ଏବେ ମରିଗଲେ। ରବି ଶତପଥୀ। ଏବେକା ନାଟକ ଯୋଉ ମାନେ ଯାତ୍ରା କରୁଛନ୍ତି, ଯାତ୍ରା ଏବେକା ନାଟକରେ କାହାକୁ କହିବି? କମେଡି ଆର୍ଟିଷ୍ଟ ଦୟା କରୁଛି, ତା ଭିତରେ ଓଭରଟା ରହୁଛି, ଯୋଉଟା କି ଆଗରୁ ମୋ ସହିତ ଦୟା ଥିଲା। ସେତେବେଳେ ମୁଁ ଦୟାକୁ କହୁଥିଲି, ଦୟା ଚରିତ୍ର ବାହାରିକି ଯାଇକି ଚରିତ୍ର ଭିତରେ ରହିକି ଚରିତ୍ରକୁ ନେଇ କହୁଥିଲି। କାଳକ୍ରମେ ମୁଁ ତ, ସିଏ ବି ପାର୍ଟି ଛାଡ଼ିଦେଲା, ମୁଁ ବି ପାର୍ଟି ଛାଡ଼ିଦେଲି। ଯୋଗାଯୋଗ ନାହିଁ। ସେତେବେଳେ କେମିତି ଦେଖା ହେଲେ ମାନ ଦିଏ, କିନ୍ତୁ ଚରିତ୍ର ସେ ସେଇଭଳି ରଖି। ଟିକିଏ ମାର୍ଜିତ ଆସିଛି ଅବଶ୍ୟ, କିନ୍ତୁ ସେଇଭଳି ଚରିତ୍ର ବାହାରେ ପଳେଇ ଯାଉଛି। ମାନେ ଚାହୁଁଛି ଲୋକଙ୍କୁ ହସେଇବ କେମିତି, କିନ୍ତୁ ଚରିତ୍ର ନେଇକି ଯାଇକି ହସେଇବା, ଖାଲି ହସେଇବା ଭିତରେ ତଫାତ ଅଛି।
ଆପଣଙ୍କର ତ କଥା ଶୁଣିଲେ ହିଁ ସମସ୍ତେ ହସନ୍ତି। ଇଏ ଇଏ କଣ୍ଠଟା କିଏ ଆଣିବ କେମିତି ଆଣିବ ଆଣୁଥିଲା ହଁ ଜଣେ ସାନମଣି ବୋଲି ନା ସାନମଣି ଆଜ୍ଞା ସେ ଆଣୁଥିଲା ଥିଲା ବି ଆଣିଛି ବି କିନ୍ତୁ ଫାଷ୍ଟ ଆଦୃତ ହେଇଗଲା ଫାଷ୍ଟ ତା ନାଁ ବି ବାହାରିଗଲା ହିସାବରେ ବି ସେ ବି ତାର 2 ପଇସା ଉଠି ଚାଲିଲା ତାପରେ କାହିଁକି ସେ ବର୍ତ୍ତମାନ କହୁଛି ନାଚ ପାଟିକି ଖରାପ ବୋଲି ମୁଁ କିଛି ଜାଣିପାରୁନି। ମୁଁ ଶୁଣୁଛି ଲୋକ କହୁଛନ୍ତି ସେ ନାଚକୁ ଆଉ ଭଲ ପାଉନି କାରଣ କ'ଣ ନା ଲୋକ ଆଉ ଭଲ ପାଉନାହାନ୍ତି। ମୁଁ ବି ଥରେ ତାର ଗୋଟେ ନାଟକ ଦେଖିଲି ଏବେ ମତେ ଭଲ ଲାଗିଲା ତାହେଲେ ଲୋକଙ୍କୁ ବି ଭଲ ଲାଗୁନି ଆଜ୍ଞା ତେଣୁ ସେ କହୁଛନ୍ତି ଭଲ ନୁହଁ ବୋଲି କିନ୍ତୁ ତାର ସେଇ ଯେ ପୂର୍ବ ଜିନିଷଟା ସେଇଟା ଆଉ ନାହିଁ ଆଜ୍ଞା ବୁଝ ନା କଥା ଯୋଉଥିପାଇଁ ଲୋକ ଭଲ ପାଉନାହାନ୍ତି ପାଟିକି ଖରାପ କହୁଛି ମୁଁ ସେଇଟା ଜାଣିପାରୁନି ଦେଖା ହେଲେ ପଚାରିବି ଆଜ୍ଞା କାହିଁକି ପାଟିକି ଖରାପ କହୁଛି। ଆରେ ତଥାପି ଆମ ପାଇଁ ଗୋଟେ ଡାଇଲଗ କୁହନ୍ତୁ ମନରୁ କାଢିକି ଟିକେ କିଛି ମନ ନାଇଁ ନାଇଁ ସେ ଯାତ୍ରା କଥା ହିଁ ଛାଡନ୍ତୁ ନା ଏଇ ତ ହଁ। ଏଇ କଥାବାର୍ତ୍ତା ହଁ। ଏଇ କଥାବାର୍ତ୍ତା ହିଁ ତ ଡାଇଲଗ ଆଉ ଡାଇଲଗ କ'ଣ ଏଇଆକୁ ଯିଏ ଶୁଣିବେ ବି ସେ ହସିବେ କାରଣ ସେ ଭଏସ ସେଇଆ କହିବା ଢଙ୍ଗ ସେଇଆ ମୁଁ କହିଦଉଛି ଆପଣଙ୍କର ଗୋଟେ ଡାଇଲଗ ଅଛି ମତେ ଭଲ ଲାଗେ ହଁ। ମୁଁ ଛାତ ଉପରେ ତାଲା ମୁଁ ନିଜେ ଦେଇଛି ମୋର ମନରେ ପଡୁନି ଏଇ ଗୋଟେ ଡାଇଲଗ ଥିଲା। ହଁ 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 ସେଟା ଥରେ ନାଟକରେ ମୁଁ ଦେଖିଥିଲି କିନ୍ତୁ ବର୍ତ୍ତମାନ ବି ମନେ ପଡୁନି ସେ ଝିଅକୁ ଜାବଦାରେ ରଖୁଛି ହଁ ବାସ୍ ବାସ୍ ସେ ନାଟକଟା ମୁଁ ଦେଖିଛି। ଗୋଟେ କଚେରୀରେ କାମ କରୁଛି ଆଜ୍ଞା ଆଜ୍ଞା ମନେ ପଡିଲା ଇଏ କଚେରୀରୁ ଫେରିକି ତା ଝିଅକୁ ଡାକିଛି ସେଇଟା ଟିକେ କୁହନ୍ତୁ। ଝିଅ ନାଁ କ'ଣ ରୂପା ନା କ'ଣ ହଁ ରୂପା ରୂପା ରୂପାଲୋ ଏ ରୂପେଇ ହଁ ମା ରୂପବତୀ ସେ ଶୁଣିକି ସେ ଅଛି ଏଠିକି ଓଇଲୁ ମା ସେ କହିଛି ଖୋଲିକି ଯିବି ନା ଓଢ଼ଣା ଦେବି ନା କେହି ତ ନାହାନ୍ତି ଖୋଲିକି ଖୋଲିକି ଆସିଲା ଯେମିତି ତାପରେ କ'ଣ ବର୍ତ୍ତମାନ ଲୋକ ବାସ୍ ଏତିକି ତ ହେଲା ହଁ ଆଉ କ'ଣ କିଏ ଦେଖିବ ସବୁ